ନିତ୍ୟାନନ୍ଦଙ୍କ ମାଙ୍କଡ଼ ଦିଆସି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ସୁଯୋଗ୍ୟ ପୁତ୍ର ନିତ୍ୟାନନ୍ଦ ମହାପାତ୍ର ବାଲେଶ୍ୱର ଜିଲ୍ଲାର ଜନ୍ମିତ ସନ୍ତାନ। ପିତୃଗୁଣେ ପୁତାର ଅଧିକାରୀ। ବାପା କଣାମାମୁଁ ନାମକ ଉପନ୍ୟାସ ଏବଂ କାଳଜୟୀ ଗଳ୍ପ ବୁଢ଼ା ଶଙ୍ଖାରିର ରଚୟିତା। ପୁଅ ବି ସେହିପରି ହିଡ଼ମାଟି, ଭଙ୍ଗାହାଡ଼, ଜିଅନ୍ତା ମଣିଷ, ବିରତି ପଥ ଖସଡ଼ା ନାମକ ଉପନ୍ୟାସ ତଥା ସଂଶ୍ଳିଷ୍ଟ ମାଙ୍କଡ଼ ଦିଆସି ଗଳ୍ପର ମହନୀୟ ଲେଖକ। ହିଡ଼ମାଟି ନାମକ ଉପନ୍ୟାସଟି ଏକଦା ମୋର ବଡ଼ ଭଉଣୀଙ୍କର ତାଙ୍କର ବିଏ ଶ୍ରେଣୀ, ଯାହାକି 1973 ମସିହାରୁ ନେଇକି 1975 ମସିହାରେ ପ୍ରାଣନାଥ ମହାବିଦ୍ୟାଳୟ ଖୋର୍ଦ୍ଧାଠାରେ ପଢ଼ୁଥିବା ବେଳେ ପାଠ୍ୟାନ୍ତର୍ଗତ କୋର୍ସରେ ରହିଥିଲା। ନିତ୍ୟାନନ୍ଦ ମହାପାତ୍ର ଡଗର ନାମକ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ। ରାଜନୀତି ଥିଲା ତାଙ୍କର ପେଶା। ସାହିତ୍ୟ ସୃଷ୍ଟି ଥିଲା ନିଶା। ଦିଆସି ଶବ୍ଦର ଅର୍ଥ ଭବିଷ୍ୟତ ପ୍ରବକ୍ତା, ଯିଏ ମଣିଷର ଆଗାମୀ ଜୀବନର କଥା କହେ। ଗଳ୍ପଟି ଚରିତ୍ର ପ୍ରଧାନାତ୍ମକ। ଚରିତ୍ରର ଚିତ୍ରଣ ଜରିଆରେ ମନୁଷ୍ୟ ଜୀବନର ସତ୍ୟଭାବ ପ୍ରକାଶିତ। ଗଳ୍ପଟିର ସତ୍ୟଭାବଟି ହେଲା, ପାରିବାରିକ ଦାମ୍ପତ୍ୟ ଜୀବନରେ ସ୍ୱାମୀ ଯଦି ଆର୍ଥିକ ଦିଗରୁ ସ୍ୱଚ୍ଛଳ ପରିପୂର୍ଣ୍ଣ ନୁହେଁ, ତେବେ ସେହି ସ୍ୱାମୀର ସ୍ତ୍ରୀ ତା'ର ସ୍ୱାମୀ ପ୍ରତି ଭଲ ମହତ୍ତ୍ୱପୂର୍ଣ୍ଣ ବ୍ୟବହାର ଦେଖାଇ ପାରିବ ନାହିଁ। ସ୍ୱାମୀକୁ ବେଖାତିର ଅବହେଳା କରିବ। ପରିସ୍ଥିତି ଚକ୍ରରେ ପଡ଼ି ସ୍ୱାମୀକୁ ଛାଡ଼ି ଏକା କରି ପଳାଇ ବି ଯାଇପାରେ। କାରଣ ଆଜିର ଦୁନିଆରେ ଆଲ ମଉସା ଜଡ଼ ପଇସା। ଅର୍ଥ ସର୍ବାର୍ଥ ସାଧିକା। ଅର୍ଥ ସବୁକିଛି ସାଧିପାରେ। ଅର୍ଥ ନଥିଲେ ଜୀବନରେ ବଞ୍ଚିବା ନଥାଏ, ଯୋଉଥିପାଇଁ ମଣିଷକୁ ଭଲ ଉପାର୍ଜନକ୍ଷମ ହେବାକୁ ପଡ଼ିବ ତା'ର ପରିବାର ପ୍ରତିପୋଷଣ ପାଇଁ। ନହେଲେ ପୁରୁଷ ମଣିଷ ସ୍ୱାମୀ ତା'ର ଅର୍ଦ୍ଧାଙ୍ଗିନୀ ପତ୍ନୀଠାରୁ ଅବଶ୍ୟ ଅବହେଳା ପାଇବ, ହତାଦରକୁ ସାମ୍ନା କରିବ। ଏଇ ଚିରନ୍ତନ ବା ସବୁଦିନିଆ ସ୍ୱାମୀ ସ୍ତ୍ରୀର ଦାମ୍ପତ୍ୟ ଜୀବନିକ ସମସ୍ୟା ଉପରେ ଗଳ୍ପଟି ଦଣ୍ଡାୟମାନ। ଲତା ମିଆଁ ଓରଫ ମହମ୍ମଦ ଲତିଫ ନାମକ ଏକ ମୁସଲମାନ ବ୍ୟକ୍ତିଟି ଜଣେ ମାଙ୍କଡ଼ ନଚାଳି, ମାଙ୍କଡ଼ ନଚେଇ, ମାଙ୍କଡ଼ ଖେଳ ଦେଖାଇ ସେ ତା'ର ପରିବାର ପୋଷେ। ଘରେ ତା'ର ସ୍ତ୍ରୀ ବିବି ଜୈତୁନ, ଯିଏକି ସ୍ୱାମୀର ମାଙ୍କଡ଼ ନଚେଇବା ନିମିତ୍ତ ମାସେ 15 ଦିନ ପାଇଁ ଘର ଛାଡ଼ି ବାହାରକୁ ଯିବା, ବାହାରେ ରହିବା ତଥା ସ୍ୱାମୀର ସ୍ୱଳ୍ପ ଆର୍ଥିକ ଉପାର୍ଜନରେ ସର୍ବଦା ଅସନ୍ତୁଷ୍ଟ ରହେ। କେବେ ବି ଖୁସି ହୋଇ ପାରି ନାହିଁ। ସ୍ତ୍ରୀ ସ୍ୱାମୀଠାରୁ ଚାହେଁ ଯେତେବେଳେ ମନ କରିବାର ସଦା ଯୌନ ସୁଖ ଏବଂ ଆର୍ଥିକ ସ୍ୱଚ୍ଛଳତା, ଯାହାଫଳରେ ସ୍ତ୍ରୀ ତା'ର ଜୀବନକୁ ସୁଖମୟ, ବିଳାସପୂର୍ଣ୍ଣ ତଥା ଆର୍ଥିକ ସ୍ୱଚ୍ଛଳ ଜୀବନ ବିତେଇ ପାରିବ। ଜୀବନକୁ ଉପଭୋଗ୍ୟ, ଅୟେଶ ବା ଆରାମଦାୟକ କରାଇ ପାରିବ। ଲତା ମିଆଁ ବା ଲତିଫ ସ୍ତ୍ରୀ ବିବି ଜୈତୁନକୁ ଏହି ଦୁଇ ପ୍ରକାର ଐଶ୍ୱର୍ଯ୍ୟ ଦେଇପାରି ନାହିଁ, ଯାହାଫଳରେ ସ୍ତ୍ରୀ ସ୍ୱାମୀ ପ୍ରତି ରୁଷ୍ଟା ଅଛି। ବିବି ଜୈତୁନ ମିଆଁ ଲତିଫକୁ ମନରୁ, ମାନସିକ ସ୍ତରରୁ ଭଲ ପାଇ ପାରିନାହିଁ। ଲତିଫର ଘରୁ ପଳାଇ ନିଖୋଜ ହୋଇଯିବା ତଥା ସ୍ତ୍ରୀକୁ ତା'ର ମନ ମୁତାବକ ଯୌନ ସୁଖ ଦେଇ ନ ପାରିବା। ସ୍ତ୍ରୀମାନେ ସାଧାରଣତଃ ବସ୍ତ୍ର ଓ ଭୂଷଣ ପ୍ରିୟ। ସ୍ୱାମୀଠାରୁ ପର୍ଯ୍ୟାପ୍ତ ପରିମାଣରେ ଏହା ଚାହିଁଥାନ୍ତି। ଲତିଫ ବିବି ଜୈତୁନକୁ ମନ ଚାହେଁ ଯୌନ ସୁଖ ତଥା ବସ୍ତ୍ରଭୂଷଣ ପ୍ରିୟା କରାଇ ନ ପାରିବାର ଅବଶୋଷ ବିବି ମନ ଭିତରେ ସଂଗୁପ୍ତ ହୋଇ ରହିଥିଲା। ଫଳରେ ସ୍ୱାମୀର ଘରେ ସବୁବେଳେ ନ ରହିବା, ସ୍ତ୍ରୀକୁ ମନ ଚାହେଁ ଯୌନ ସମ୍ଭୋଗରେ ଆପ୍ୟାୟିତ କରାଇ ନ ପାରିବାର ଦୁଃଖରେ ବିବି ଜୈତୁନ ସ୍ୱାମୀ ଲତିଫର ଏକାନ୍ତ ଅନୁପସ୍ଥିତିରେ ଘର ଛାଡ଼ିଛି। ଛାଡ଼ିବା ପୂର୍ବରୁ ଦାଣ୍ଡ ଦୁଆର କବାଟର ଶିକୁଳି ଜଞ୍ଜିରକୁ ଦୁଆରବନ୍ଧ ଉପରି ଭାଗରେ ଥିବା ଲୁହା କଡ଼ାରେ ଗଳାଇ କୌଣସି ପୁରୁଷ ବନ୍ଧୁ ସହିତ ପଳାଇ ଯାଇଛି। ଜୈତୁନ ମନ୍ଦ ଚରିତ୍ରର ଥିଲା।
ତାକୁ ଦରକାର ଆର୍ଥିକ ଏବଂ ଶାରୀରିକ ସ୍ୱଚ୍ଛଳ ସ୍ୱଚ୍ଛନ୍ଦତା, ଯାହାକି ଲତା ମିଆଁ ପାଖରେ ନଥିଲା। ସେଥିପାଇଁ ସେ ମିଆଁ ଲତିଫକୁ ମାନସିକ ସ୍ତରରେ ଭଲ ପାଇ ପାରୁନଥିଲା। ପରକୀୟା ପ୍ରୀତିର ଗୁପ୍ତ ପ୍ରଣୟ କରି ପରପୁରୁଷକୁ ଅର୍ଥ ଓ ଶାରୀରିକ ସମ୍ପଦରେ ଭଲ ପାଇ ତାରି ସହିତ ପଳାଇ କୁଆଡ଼େ ନିଖୋଜ ହୋଇଯାଇଛି। ଗଳ୍ପଟିର ଏହା ହେଉଛି ଦାମ୍ପତ୍ୟ ପାରିବାରିକ ଜୀବନର ବିକଳ ଚିତ୍ର। ଦ୍ୱିତୀୟତଃ, ଗଳ୍ପଟିର ରଚନାରେ ଗାଳ୍ପିକ ନିତ୍ୟାନନ୍ଦ ମହାପାତ୍ର ଲେଖକଙ୍କର ଅନୁଭୂତିକ ବାସ୍ତବତା। ଗାଳ୍ପିକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର ମାଙ୍କଡ଼ ନଚା ଖେଳର ଓ ମାଙ୍କଡ଼ର ଦର୍ଶକଙ୍କର ଭବିଷ୍ୟତବାଣୀ କହିବାର ପ୍ରକ୍ରିୟା, ଯାହାକି ଦିଆସି ଶବ୍ଦ ପ୍ରୟୋଗରୁ ପାଠକକୁ ମିଳେ। ଘରେ ବିବି ଜୈତୁନକୁ ନ ଥିବାର ଦେଖିକି ଲତା ମିଆଁ ମଧ୍ୟ ସ୍ତ୍ରୀ ବିଚ୍ଛେଦ ବିରହ ଯନ୍ତ୍ରଣାରେ ଆତୁର ବିକଳ ବ୍ୟତିବ୍ୟସ୍ତ ହୋଇ ଘରର ଦଉଡ଼ିଆ ଖଟିଆ ଉପରେ ଶୋଇ ଛାତି ଉପରେ ମାଙ୍କଡ଼କୁ ଶୁଆଇ ତାକୁ ଗେଲ ସୁଆଗ କରି ପଚାରିଛି, ହେ ମାଙ୍କଡ଼, ମୋତେ କହ, ମୋ ସ୍ତ୍ରୀ ଜୈତୁନ ଘରକୁ ଫେରିବ କି ନାହିଁ? ଦୁଇଟି ଗୁଆ ଫେରିବ ଓ ଫେରିବ ନାହିଁ ନାମରେ ମନାସି ଦୂରଛଡ଼ା କରି ରଖି ମାଙ୍କଡ଼କୁ ପଚାରିଛି। ମାଙ୍କଡ଼ ସବୁଥର ନାହିଁ ନାମର ଗୁଆ ଧରି ଲତା ମିଆଁଠାରୁ ଛାଟ ମାଡ଼ ଖାଇ ଡରରେ ଫେରି ଆସିବର ମିଛ ଗୁଆଟିକୁ ଧରିଥିଲେ ବି ଲତା ମିଆଁ ବୁଝିଥିଲା ବିବି ଜୈତୁନ ଆଉ ଘରକୁ ଫେରିବ ନାହିଁ। ସେ ଜଣେ ବଦ୍ ଚରିତ୍ରର ସ୍ତ୍ରୀଲୋକ। ସେ ଫେରିବ ନାହିଁ। ତଥାପି ମନକୁ ମନ ନିଜେ ସାନ୍ତ୍ୱନା ଦେଇ ବୁଝାଇଛି, ଫେରିବ ଯେ, ହେଲେ ଡେରିରେ ଫେରିବ, ଅର୍ଥାତ୍ ଡେରିରେ ଫେରିବ। ଲତା ମିଆଁର ସ୍ତ୍ରୀକୁ ଅପତ୍ୟ ଭଲ ପାଇବା, ପତିର ଆନ୍ତରିକ ପତ୍ନୀପ୍ରେମକୁ ପତ୍ନୀ ଗୋଡ଼ରେ ଆଡ଼େଇ, ପତିକୁ ଧୋକା ଦେଇ ଧନ ଓ ଭୋଗ ଲାଳସାରେ ପରପୁରୁଷକୁ ପରକୀୟା ପ୍ରୀତି ଭୋଗ ସମ୍ପଦ କରି ଆପଣାର କରିଛି। ପ୍ରତ୍ୟକ୍ଷରେ ଲେଖକଙ୍କର ମାଙ୍କଡ଼ ନଚା ଖେଳର ବାସ୍ତବ ସୂକ୍ଷ୍ମ ଅଭିଜ୍ଞତାକୁ ଲେଖକ ଗଳ୍ପରେ ସବିଶେଷ ପ୍ରକାଶ କରିଛନ୍ତି। ନମୁନାରୁ ଜଣା ପଡ଼ିଯାଇଥାଏ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉପଯୁକ୍ତ ଭଲ ପାଇବା, ବୁଝାମଣା, ସ୍ୱାମୀର ଉପାର୍ଜନ ପ୍ରତି ସ୍ତ୍ରୀ ସଦୟ ସହାନୁଭୂତିଶୀଳ ନ ହେଲେ ପାରିବାରିକ ଜୀବନ କିଭଳି ଉଜୁଡ଼ିଯାଏ, ତାହାର କରୁଣ ରସାତ୍ମକ ଚିତ୍ର ଏହି ଚରିତ୍ର ପ୍ରଧାନାତ୍ମକ ଗଳ୍ପଟି ପାଠକକୁ ଦେଇଅଛି। ଓଡ଼ିଆରେ କଥା ଅଛି, ତୁ ବୋଲୁଥାଉ ମୋର ମୋର, ସେ ନ ବୋଲଇ ମୋର, ତୁ ରୋପୁଥାଉ ପୀରତି ଲତା, ସେ କାଟୁଥାଇ ଚେର। ତେଣୁ ଭଲ ପାଇବା ସବୁବେଳେ ଦୁଇ ପକ୍ଷ, ଏକପକ୍ଷ କଦାପି ନୁହେଁ। ଏକପକ୍ଷ ପ୍ରେମ ଜୀବନରେ ତିଷ୍ଠି ନଥାଏ, ଭଲ ଫଳ ଦେଇନଥାଏ, ବିଚ୍ଛେଦ ସମସ୍ୟା ସୃଷ୍ଟି କରେ। ଲତା ମିଆଁ କ୍ଷେତ୍ରରେ ଏହା ହିଁ ହୋଇଛି। ବିବି ଜୈତୁନ ମିଆଁ ଲତିଫ ପ୍ରତି ଖୁସି ନଥିଲା। ସେ ଚାହୁଁଥିଲା ସ୍ୱାମୀ ତା ପାଖରେ ସର୍ବଦା ରହିବ, ତାକୁ ପର୍ଯ୍ୟାପ୍ତ ପରିମାଣରେ ଯୌନ ସୁଖ ଓ ଆର୍ଥିକ ଐଶ୍ୱର୍ଯ୍ୟ ଦେବ। ଏହା ସ୍ୱାମୀ ପାଖେ ନାହିଁ। ତେଣୁ ଧୈର୍ଯ୍ୟସୀମା ପାର କରି ବିବି ଜୈତୁନ ସ୍ୱାମୀ ଲତିଫକୁ ଏକା କରି ଛାଡ଼ି ଚାଲିଯାଇଛି। ଲେଖକୀୟ ବର୍ଣ୍ଣନା ଓ ଗଳ୍ପର ସମାପ୍ତିକ କାରୁଣ୍ୟ ଗଳ୍ପକୁ ରୋଚକୀୟ କରାଇ ପାରିଛି। ଆନୁଭୂତିକ ପ୍ରକୃତତା ସାହିତ୍ୟ ରଚନାରେ ମାର୍ମିକତା ତଥା ହୃଦୟଗ୍ରାହୀତା ଆଣେ, ଯାହାକି ଗାଳ୍ପିକଙ୍କ ପାଖରେ ଥିବାର ପ୍ରକୃଷ୍ଟ ପ୍ରମାଣ ସଂଶିତ ଗଳ୍ପଟି ଦେଇଅଛି।